जय श्रीकृष्ण शुभ सकाळ नमस्कार दर्शक बंधु माधव पवित्र वाणी राशिफल कार्यक्रम रे आपण मानकु स्वागत। प्रिय दर्शक बंधु आज आम जानिबा टैरोट कार्ड माध्यम रे 12टी राशि राशिफल प्रथमे मेष राशि ठारू आरंभ करी मीन राशि पर्यंत। ता पूर्व मोर प्रिय दर्शक बंधु आसंतु जानिबा आजिर दिन चर्चा विषय रे। आज आश्विन मास अर्थात कन्या मासर 14 दिन सेप्टेम्बर 30 तारीख सोमवार। आज घातचंद्र कर्कट और मकर राशि। आज जात होउथुबा शिशुर सिंह राशि क्षत्रिय वर्ण राक्षस गण। दिवा आठटा समय रे परे नरगण। आज मृत्यु व्यक्तिर पुष्कर दोष नहीं। आज त्रयोदशी श्राद्ध। आजिर निषिद्ध खाद्य कहले वार्ता की अर्थात बाईगण भोजन निषेध। रात्रि 7:23 परे बीरी भोजन निषेध। आजिर धर्मकृत्य अद्य द्वापर जुगादि श्राद्ध। तेणु आजिर अशुभ बेला बा काल बेला कथा कहले मोर प्रिय दर्शक बंधु दिवा 7:08 परे एवं 8:38 मध्य 12 बेला दिवा 3:40 परे 4:11 मध्य काल रात्रि कहले 10:40 परे 11:30 मध्य। आजिर शुभ बेला कहले अमृत जोग कहले कौन ना प्रातरु दिवा 7:14 रु 14 मध्य एवं 8:50 परे 11:14 मध्य रात्रि 7:55 परे पुणी 11:07 मध्य 2:19 परे पुणी 3:07 मध्य। प्रिय दर्शक बंधु एबे आसंतु कार्ड माध्यम आमे 12टी कार्ड बाहर करिबा। ए 12टी कार्ड रे आमे 12टी राशि संपर्क रे आमे संक्षेप रे जानिबा देखिबा कौन आसुची 12टी राशि राशि फल 30 तारीख सोमवार। जय श्री कृष्ण। प्रथम जानिबा मेष राशि विषय। मोर प्रिय मेष राशि ये कार्ड आसी जजमेंट कार्ड। वर्तमान समय कहूची एबे आपण निजको टिके देखिबार अछि कि आपण कौन करूछंती केउ लाइन ले जाउछंती ये सब किछि आपण निहाती भाव रे देखिबा दरकार अछि। अन्य माने कौन करूछंती कौन नाही ता ऊपर ध्यान आज दियंतु नाही। निज कैरियर ऊपर निज व्यवसाय ऊपर कर्म ऊपर ध्यान दियंतु। वर्तमान लोक माने आपनको आपनको कर्म को लेके विचार करूछंती। आगु को आपनकर एक बड़ डिसीजन नबार अछि होय तो पड़ी पारे से डिसीजन आउ से डिसीजन केबे भी भूल हबो नाही मन रखंतु। मोर प्रिय मेष राशि जदि अतीत रे आपण बहुत परिश्रम करिथिबे बा बहुत परिश्रम करिसंती तेबे वर्तमान आपनकर परिश्रम फल मिलिबो। जदि अतीत रे किछि भूल बा खराब कर्म करिसंती तेबे से सबरो विचार एबे ही हेउची। ईश्वर को क्षमा प्रार्थना आपण एई समय रे करंतु। आपनको कर्म ऊपर हो किंबा घरे हो आपनको बॉस किंबा आपनको घर गार्डियन आपनको ऊपर आपनको कार्य ऊपर तना तना करी नजर रखिचंती। जदि भल काम करूचंती तेबे आगु को आपनको प्रमोशन निश्चित भाव रे मिलिबार अछि।
ଆପଣଙ୍କୁ ଆପଣଙ୍କର ପଇସା ଉପରେ ବହୁତ ଯତ୍ନବାନ ହେବାର ଦରକାର। କିଛି ବଡ଼ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ, ନହେଲେ ପଛରେ ବି ହଇରାଣ ହେଇପାରନ୍ତି। ବ୍ୟବସାୟୀ ବ୍ୟକ୍ତିମାନଙ୍କ କଥା ଯଦି ମୁଁ କହିବି, କିଛି କିଣାକିଣି କରୁଛନ୍ତି ତେବେ ଭଲ ଭାବରେ ପଚାରି ଉଚାରି କିଣାକିଣି କରନ୍ତୁ। ସ୍ୱାସ୍ଥ୍ୟ ଖରାପ ଅଛି, ତେବେ ବହୁତ ଶୀଘ୍ର ସ୍ୱାସ୍ଥ୍ୟର ସୁଧାର ଆସିଯିବ। ଆଉ ରିଲେସନ୍ କଥା କହିଲେ, ଯଦି ରିଲେସନସିପ୍ରେ କଳି ଝଗଡ଼ା ଚାଲୁଛି ତେବେ ପରସ୍ପର କଥା ଶୁଣନ୍ତୁ, ସମାଧାନର ବାଟ ଅଟୋମେଟିକ୍ ହେଇଯିବ। କାହିଁକି ନା ଏ ହେଉଛି ଚନ୍ଦ୍ରମାଙ୍କର କାର୍ଡ଼ ଅଛି ଆପଣଙ୍କର ମସ୍ତିଷ୍କ, ଯାହାକି ସବୁବେଳେ ଏକ ହଲଚଲ ହେଉଛି। ବର୍ତ୍ତମାନ ମୁଣ୍ଡ ଭିତରେ ସବୁବେଳେ କିଛି ନା କିଛି ଗୋଟେ ରନିଂ ଚାଲୁଛି, ଆପଣଙ୍କ ମାଇଣ୍ଡକୁ ଡାଇଭର୍ଟ କରୁଛି। ଆପଣ କ୍ଷମା ପାଇବାର ସୁଯୋଗ ଆସିଛି ବନ୍ଧୁ। ଆପଣମାନେ କ'ଣ କରନ୍ତୁ ନା, ଏବେ ଯଦି କାହା ସହିତ କିଛି ଅନ୍ୟାୟ ହେଇଛି କିମ୍ବା ଅଜଣାନ୍ତରେ ହେଉ ବା ଅଜଣାନ୍ତରେ ହେଉ, ତେଣୁ ଭଗବାନଙ୍କୁ ଏହି ସମୟରେ ଆପଣ ଯଦି କ୍ଷମା ପ୍ରାର୍ଥନା କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଭଗବାନ କ୍ଷମା କରିଦେବେ। ତେବେ ମୋର 1 ଅଶ୍ୱିନୀ ନକ୍ଷତ୍ର, 2 ଦ୍ୱିଜା ନକ୍ଷତ୍ର, 3 କୃତ୍ତିକା ନକ୍ଷତ୍ର, ଏ 3ଟି ନକ୍ଷତ୍ରର ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣ ପ୍ରତି ମୁହୂର୍ତ୍ତରେ ଯେଉଁମାନେ ପିଲାମାନେ ପ୍ରତିଦିନ ସନ୍ଧ୍ୟାରେ ଆପଣ ନିଜର ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ। ଆଉ ସେ ଚରଣ ସ୍ପର୍ଶର ପାୱାର ଏତେ ହେବ, ଆପଣଙ୍କର ପ୍ରତ୍ୟେକଟି କାର୍ଯ୍ୟ ଭୁଲ ପଥକୁ ଆପଣଙ୍କୁ କେବେ ନେବ ନାହିଁ। ଆପଣ ନିଶ୍ଚିତ ଭାବରେ ଖଣ୍ଡା ଧାରରେ ବାଟ ଚାଲିଲେ ବି ଗୋଡ଼ କଟିବାର ଚାନ୍ସ ନାହିଁ। ଏବେ ଆସନ୍ତୁ ଜାଣିବା ବୃଷ ରାଶିଙ୍କ ବିଷୟରେ। 3-2 କୃତ୍ତିକା ନକ୍ଷତ୍ର, 4-2 ରୋହିଣୀ ନକ୍ଷତ୍ର, 5-2 ମୃଗଶିରା ନକ୍ଷତ୍ର, ଏ 3ଟି ନକ୍ଷତ୍ରରେ ବିଭକ୍ତ ହୋଇଥିବା ମୋର ପ୍ରିୟ ବୃଷ ରାଶି। ତେବେ ଆପଣ ଆଜି ଦେଖିବାକୁ ଗଲେ ଭ୍ରମଣ ଯୋଗ ଅଛି, ଇଏ ବୁଧଙ୍କ କାର୍ଡ଼ ଅଛି। ଆଜି ଆପଣଙ୍କୁ ପଦବୀ ସମ୍ମାନ ମିଳିବ। କୌଣସି ଏକ ନିର୍ଦ୍ଧାରିତ କାର୍ଯ୍ୟକୁ ବୁଦ୍ଧି ବିବେକ ଦ୍ୱାରା ସର୍ବଦା କାର୍ଯ୍ୟ କରିଛନ୍ତି, ତାର ଲାଭ କିମ୍ବା ପରିଶ୍ରମ ମୂଲ୍ୟ ହେଉ ବା କ୍ୟାରିୟରର କିଛି ଫଳ ପ୍ରାପ୍ତିର ଯୋଗ ଏ କାର୍ଡ଼ ଦେଖାଦେଉଛି। ସ୍ୱାସ୍ଥ୍ୟ ଉତ୍ତମ ରହିବ, ସମସ୍ୟା ଥିଲେ ସମାଧାନ ହେବ। ଘର ପରିବାର ଦାମ୍ପତ୍ୟ ଜୀବନ ଖୁସି ଆନନ୍ଦ ଭିତରେ ଯିବ। ଲଭ୍ ରିଲେସନ୍ ବହୁତ ଭଲ ଅଛି। ଲଭ୍ ପାର୍ଟନରଙ୍କ ଠାରୁ କିଛି ଉତ୍ତର ପାଇବାରେ ଥିଲେ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିଯିବ। ବ୍ୟବସାୟୀମାନେ ଆଜି ଭଲ ଲାଭ କରିବାର ଯୋଗ କହୁଛି। ଛାତ୍ରଛାତ୍ରୀମାନେ ବ୍ୟାଙ୍କିଂ, ଫାଇନାନ୍ସ ଏବଂ ବ୍ୟବସାୟ କ୍ୟାରିୟର ବଢ଼ାନ୍ତୁ। ଆଜି ପାଇଁ ଆପଣଙ୍କ ପାଇଁ ଦିନ ବହୁତ ଭଲ, ଯେହେତୁ ଏ ବୃଦ୍ଧଙ୍କ କାର୍ଡ଼। ସର୍ବଦା ଶାନ୍ତିରେ ରହିବାକୁ ଆଜି ଭଲ ପାଇବେ ଏବଂ ଆପଣ ବୁଦ୍ଧି ବିବେକ ସହ ସବୁ କାର୍ଯ୍ୟ କରିବେ। ପଦବୀ ସମ୍ମାନ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ତେବେ ଆଜି ଯଦି ହଡ଼ବଡ଼ ହେଉଛନ୍ତି, ଭାବ ବିହୂଳ ରହୁଛନ୍ତି, ତେବେ ବୃଥା ଭ୍ରମଣରେ ସମୟ ଅତିବାହିତ ହେଇଯିବ ମୋର ପ୍ରିୟ ବୃଷ ରାଶି। ତେଣୁ ଆପଣମାନେ ଦୈନନ୍ଦିନ ପ୍ରତ୍ୟେକ ଦିନ ଯେଉଁମାନେ ପିତାମାତାଙ୍କ ଠାରୁ ଦୂରରେ ରହୁଛନ୍ତି, ସେମାନେ ତାଙ୍କ ନାମରେ ପ୍ରଣିପାତ ଜଣାନ୍ତୁ ଏବଂ ଦୈନନ୍ଦିନ ଶିବ ମନ୍ଦିର ଦର୍ଶନ କରନ୍ତୁ। ତେବେ ଆପଣଙ୍କର ଦିନ ନିଶ୍ଚିତ ଭାବରେ ପୂର୍ଣ୍ଣ ଭାବରେ ସଫଳତା ପ୍ରାପ୍ତି ହେବ। ଏବେ ଆସନ୍ତୁ ଜାଣିବା ଯେ କି ମିଥୁନ ରାଶିଙ୍କ ବିଷୟରେ। ମିଥୁନ ରାଶି, ଆଜି ଆପଣଙ୍କ ହାତରୁ ଅର୍ଥ କୌଣସି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚ ହୋଇପାରେ। ଆଜି ଆପଣ ଟିକେ ଚିନ୍ତାଗ୍ରସ୍ତ ରହିବେ, ବହୁତ ଉଦାସୀନ ରହିବେ। ଆପଣ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ହେଉ କିମ୍ବା ଅର୍ଥ ଅଭାବକୁ ନେଇ ହେଉ ବହୁତ ଦୁଃଖିତ ରହିବେ। ଏ କାର୍ଡ଼ ନେଗେଟିଭ୍ ଅଛି, ତେଣୁ ଆପଣ ଆଜି ସବୁକିଛି ଈଶ୍ୱରଙ୍କ ଉପରେ ଛାଡ଼ି ନିଜର କାର୍ଯ୍ୟରେ ଆଗେଇ ଯାଆନ୍ତୁ। କୌଣସି କାର୍ଯ୍ୟ ବଳପୂର୍ବକ ଭାବେ କରନ୍ତୁ ନାହିଁ, ସମ୍ପୂର୍ଣ୍ଣ ସମର୍ପଣ ଈଶ୍ୱରଙ୍କ ପାଖରେ କରିଦିଅନ୍ତୁ। ସବୁକିଛି ତାଙ୍କ ଇଚ୍ଛାରେ ତ ହୋଇଥାଏ, ତେଣୁ ସେ ବୁଝିବେ ସେ ଦାୟିତ୍ୱ। ଘର ପରିବାର ଦାମ୍ପତ୍ୟ ଜୀବନ ଚିନ୍ତାଗ୍ରସ୍ତ ହୋଇପାରେ। ଲଭ୍ ରିଲେସନ୍ ଠିକ୍ଠାକ୍ ଲାଗି ନପାରେ। ବ୍ୟବସାୟୀମାନେ କିଛି କ୍ଷତିର ସମ୍ଭାବନା ଦେଖାଦେଉଛି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅବହେଳା କରିପାରନ୍ତି। ତେବେ ମୋର ପ୍ରିୟ ମିଥୁନ ରାଶି, ଆଜି କିନ୍ତୁ ପ୍ରାଧାନ୍ୟତା ଯୋଗ ଅଛି, ହେଲେ ଶରୀର ଉପରେ ଆପଣଙ୍କର ଆଜି ବେଶୀ ପ୍ରଭାବ ରହୁଛି। ତେଣୁ ଆପଣମାନେ ନିଷ୍ଠର ଆରାଧ୍ୟ ଦେବତା, ଇଷ୍ଟ ଦେବତା, ତାଙ୍କ ଚରଣରେ ସ୍ମରଣ କରି, ତାଙ୍କ ଚରଣ ସ୍ପର୍ଶ କରି, ମା ବୃନ୍ଦାବତୀଙ୍କର ମାଟି ମୁଣ୍ଡରେ ବା ମଥାରେ ତିଳକ ଲଗାଇ ଯେଉଁ କାମରେ ଆଜି ଯିବେ ତାହା ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ। ଏବେ ଆସନ୍ତୁ ଜାଣିବା କର୍କଟ ରାଶିଙ୍କ ବିଷୟରେ। 7-4 ପୁନର୍ବସୁ ନକ୍ଷତ୍ର, 8-4 ପୁଷ୍ୟା ନକ୍ଷତ୍ର, 9-4 ଅଶ୍ଳେଷା ନକ୍ଷତ୍ର, ଇଏ 3ଟି ନକ୍ଷତ୍ରରେ ବିଭକ୍ତ ହୋଇଥିବା ମୋର ପ୍ରିୟ କର୍କଟ ରାଶି। ଏ କାର୍ଡ଼ ଆସିଛି ଆପଣଙ୍କୁ ଆଜି କିଛି ଯୋଗ ଜଣାଯାଉଛି, ଯାହାକି ଆପଣ କୌଣସି ଏକ ବିଜୟ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି। କାହା ସହ ଛଳ କିମ୍ବା କାହା କଥା ନ ଶୁଣି ନିଜ ମନ ମାନିଲେ ଜିତ ହାସଲ କରିବେ। ଆଜି ଆପଣ ଏମିତି ଏକ ଦିନ ଆପଣଙ୍କ ପାଇଁ, ଆଜି ଲୋକଙ୍କୁ ଖାତିର ଜମା କରିବେ ନାହିଁ, କାହା ମୁହଁରେ ଟାଣ କଥା କହିଦେବେ। ଆଜି କୌଣସି ଜିତ ହାସଲ କରିବା ପାଇଁ କିଛି ବି ଆଜି କରିପାରନ୍ତି। ଏ ପଜିଟିଭ୍ କାର୍ଡ଼ ଆସୁଛି। ବାରମ୍ବାର ସେଇ ଗୋଟିଏ କଥା, ନିଶ୍ଚିତ କିଛି ଗୋଟେ କାମ ଲକ୍ଷ୍ୟରେ ଆପଣ ଅଛନ୍ତି। ଘର ପରିବାର ଦାମ୍ପତ୍ୟ ଜୀବନ ସମସ୍ତଙ୍କ ମନ କିଣିବେ। ଲଭ୍ ରିଲେସନରେ ଆପଣଙ୍କର ଯଦି
जदि किछि पूर्ण हबार बा लव पार्टनर को सब बुलाबुली कुआड़े करिवार थिला निश्चित सफल हेबे। व्यवसाय माने भल लाभ करिवे। छात्र छात्री माने उत्तम पाठ पढ़ा प्रति मनोनिवेश करिवे। मोर प्रिय कर्कट राशि आज तथापि सबु क्षेत्र रे मन खुशी बा फ्री रहला परे भी आपन मन आज चिंताग्रस्त रहिबो। ए चिंतार मुख्य कारण आपण दैनंदिन जेतबेले सकाळ उठुचंती ताले प्रथमे आगे सूर्य देवता को नमस्कार करिवार अभ्यास जारी रखंतु। देखिबे दिनमान आपनकर ठीक ठाक रहिबो। एबे आसंतु जानिबा सिंह राशि विषय 10-5 मघा नक्षत्र, 11-5 पूर्वा फाल्गुनी नक्षत्र, 12-5 उत्तरा फाल्गुनी नक्षत्र, ये तीनोटी नक्षत्र रे विभक्त होइतिबा मोर प्रिय सिंह राशि भाई भणी माने जदि मु कहबी एई सिंह राशि मानक कथा आज आपनको परिस्थिति को नहीं बिल्कुल भी खुशी रही न पारंती। आपण असुविधा बढ़ी बढ़ी चली पारे। आपण गोटे काम करूछंती आ गोटे उलटा हो जाई पारे, किंतु आपण बहुत कष्ट परस परिश्रम करूछंती। आपण को आज किछि सफलता मिलिबार जोग कहूची। अपेक्षा करितिबा दीर्घ दिन समस्या दूरीभूत हबार अछि। बड़ धरणर आशा थिले ता धीरे धीरे हेइ जिवो, किंतु एबे किंतु परिश्रम जारी रखंतु। भल दिन आगु को आसुची। बृहस्पति भगवान को दया आपण को ऊपर रहिबो। सफलता निश्चित मिलिबो। उचित परिश्रम करंतु मूल्य भल सेलिब्रेशन रहिबो। गुरुवार दिन बृहस्पति भगवान को पूजा करंतु, दर्शन करंतु। ओम ब्रूं बृहस्पते नमः जप करंतु। सफलता निश्चित भाव में प्राप्ति हबो। एथिरे संदेह करिवार किछि नाही। तेबे मोर सिंह राशि आपनकर आज निश्चित भाव में धन किछि हाथ को आसीबार जोग प्राय जणा जाउछि। कोनोसी बाटरू आपनको हाथ को किछि अर्थ और आभास मिलुछि। तेबे बहुत भल दिन। प्रत्येक दिन सकाळ उठी रवि नारायण को आदित्याय नम कही प्रणाम करंतु। दिन आपनकर प्रत्येक दिन सरस सुंदर मजबूत रहिबो। एबे आसंतु जानिबा जे कि कन्या राशि विषय रे। कन्या राशि 12-6 उत्तरा फाल्गुनी नक्षत्र, 13-6 हस्ता नक्षत्र, 14-6 चित्रा नक्षत्र, ये तीनोटी नक्षत्र रे विभक्त होइतिबा मोर प्रिय कन्या राशि आपनक पई आज जीवनर जहाँकि जीवन रे बहुत परिस्थिति को सामना जेहेतु आपन करबा को अछि जानि परिबे आगु को आपन कोन करिवे केमिति करिवे। अशांति रखी धैर्य रखी हड़बड़ होंतु नाही। जहाँ भी अपॉर्चुनिटी आसीबो ताकू जल्दी काम रे लगेया पई चेष्टा करंतु। मोर प्रिय कन्या राशि आपनकर समस्या आसीबो, चैलेंज आसीबो, भाबी चिंती आपन कार्य करबा जरूरी अछि। कारण भाबी चिंती यदि कोनोसी कार्य आपन न करूछंती आपन को हड़बड़ होबार जणा जाउछि। काहे कि ना ये होछि मंगलंकर कार्ड, ये पॉजिटिव कार्ड अछि। आपन को पाखरे आज सब किछि रहिबो। आपन को पाखु कोनोसी शुभ खबर आसीबार जोग देखा जाउछि। व्यवसाय क्षेत्र रे आपन आज बहुत माने आज बहु क्षतिर जहाँकि सुनाम एवं सफलता हासिल करेंगे। कारण जहाँ आगुरी क्षति होती तेज कहवाक गले माने मुख्य कथा व्यवसाय क्षेत्र में आपंकर आज बहुत ख्याति क्षति न ख्याति ख्याति माने सुनाम सफलता अर्थ एवं कैरियर बाबद अति उत्तम। आपण आज सबकि हासिल करेंगे। स्वास्थ्य उत्तम भगवान आपण साथी अच्छा। प्रति मुहूर्त में आप सत जगंतु। घर परिवार दाम्पत्य जीवन भल रहिबो। व्यवसाय क्षेत्र में आपण आज नुआ किछि आरंभ करि पारंती। लव रिलेशन बहुत भल रहिबो। छात्र छात्री माने उत्तम पाठ पढ़ा पढ़ी रे मनोनिवेश करिवे। मोर प्रिय कन्या राशि आपण न्याय धर्म सत्य शांति ए सब मन भितर सजाग रखंतु। देखिबे आपनकर समय ठीक ठाक रहिबो। तेबे आपण प्रत्येक मन रखंतु। मोर प्रिय कन्या राशि आपण प्रत्येक दिन निजर माता पिता चरण स्पर्श करंतु। संध्या समय हो बा सकाळ समय हो किंबा तांको नाम रे गोटे नमस्कार जणांतु। देखिबे आपनकर प्रत्येक दिन निश्चित भाव में उज्जवलमय भाग्य आड़ को गति कराइबो। एबे आसंतु जानिबा जे कि तुला राशि विषय 14-7 चित्रा नक्षत्र, 15-7 स्वाही नक्षत्र, 16-7 विशाखा नक्षत्र, ये तीनोटी नक्षत्र रे विभक्त होइतिबा मोर प्रिय तुला राशि जहाँकि मोर कहिबार कथा आपण मोर प्रिय तुला राशि आपण बहुत आत्मविश्वासी जेहेतु आपण शक्तिशाली भी बहुत दयालु स्वभाव आपण समस्त को निज अधीन करें। आपण बहुत साहाय्यकारी, आपण बहुत बुद्धिमान, निज राग को सब बेले आयत्त रखी कार्य करें। तेबे मोर प्रिय तुला राशि आपण सब कार्य को बहुत चतुरतार सहित करिवार आज जोग देखा जाउची। आपण को भल भाव में जनाची का द्वारा क्यों कार्य हासिल करा जाई परिबो से बुद्धि आज आपण खर्च निश्चित भाव में करिवे। घर परिवार दाम्पत्य जीवन भल रहिबो। लव रिलेशन सुंदर समय अछि। व्यवसाय माने भाबिथिबा कार्य को पूर्ण निश्चित करिवे। छात्र छात्री माने पाठ पढ़ारे ध्यान अवश्य देबे। तेबे मोर प्रिय
ମୋର ପ୍ରିୟ ଯାହାକି ତୁଳା ରାଶି ଆପଣଙ୍କର ଏଇ ରାହୁଙ୍କର କାର୍ଡ ଯେହେତୁ ଅଛି ଆପଣଙ୍କର ଏଇ ରାହୁଙ୍କର କାର୍ଡ ଆପଣ ଆଜି ସବୁ କାର୍ଯ୍ୟରେ ସଫଳତା ପାଇବାର ଯୋଗ ଦେଖାଯାଉଛି। ଲଭ୍ ରିଲେସନ୍ ବହୁତ ଭଲ ରହିବ। ମନି କ୍ୟାରିୟର କ୍ଷେତ୍ରରେ ସବୁ କାର୍ଯ୍ୟକୁ ଫୁଲ୍ ଏନର୍ଜି ସହ କରିବେ। ବ୍ୟବସାୟ କ୍ଷେତ୍ରରେ କୌଣସି ଓଲ୍ଡ ଲେଡି ଠାରୁ ଗାଇଡାନ୍ସ ମିଳିବାର ଯୋଗ ଦେଖାଯାଉଛି। ବହୁତ ଭଲ ଦିନ ନିଶ୍ଚିତ ଭାବରେ ଅଛି ମୋର ପ୍ରିୟ ତୁଳା ରାଶି। ଆଜି ଆପଣଙ୍କର ମନ ପ୍ରସନ୍ନତା ନିଶ୍ଚିତ ଭାବରେ ରହିବ। ଏବେ ଆସନ୍ତୁ ଜାଣିବା ବିଛା ରାଶିଙ୍କ ବିଷୟରେ। 16/8 ବିଶାଖା ନକ୍ଷତ୍ର, 17/8 ଅନୁରାଧା ନକ୍ଷତ୍ର, 18/8 ଜ୍ୟେଷ୍ଠା ନକ୍ଷତ୍ର। ଇଏ ତିନୋଟି ନକ୍ଷତ୍ରରେ ବିଭକ୍ତ ହୋଇଥିବା ମୋର ପ୍ରିୟ ବିଛା ରାଶି। ଆପଣଙ୍କ ଲାଇଫରେ ସମସ୍ୟା ଯାହା ଥିଲା ଆପଣ ବର୍ତ୍ତମାନ ସେ ପୁରୁଣା ସମସ୍ୟାକୁ ମନରେ ପକାନ୍ତୁ ନାହିଁ, ଧରିକି ରଖନ୍ତୁ ନାହିଁ। ଆପଣଙ୍କ ପାଖକୁ ଅପରଚ୍ୟୁନିଟି ଭାବରେ ନୂଆ କିଛି ଭଗବାନ ପ୍ରଦାନ କରୁଛନ୍ତି, ମୌକା ଦେଉଛନ୍ତି। ଆପଣଙ୍କ ଡାକ ଭଗବାନଙ୍କ ନିକଟରେ ପହଞ୍ଚୁଛି। ତେଣୁ ଆପଣ ସେଥିଲାଗି ଭଗବାନ ଯେଉଁ ନୂଆ ରାସ୍ତା ଦେଖାଉଛନ୍ତି ଆପଣ ଯାହାଦ୍ୱାରା ଆପଣଙ୍କ ସହ ଯେଉଁ କଥାକୁ ଧରିକି ବସିଛନ୍ତି ତାକୁ ପରିତ୍ୟାଗ କରନ୍ତୁ। ମନ ଭିତରୁ ପୁରୁଣା କଥାକୁ ଭୁଲି ଯାଆନ୍ତୁ। ବର୍ତ୍ତମାନ ଖରାପ ହେବ। ବର୍ତ୍ତମାନ ଭଗବାନ ଆପଣଙ୍କୁ ଯେଉଁ ନୂଆ ମୌକା ଦେଉଛନ୍ତି ତାର ସଦୁପଯୋଗ କରନ୍ତୁ। ମନ ଖରାପ ରଖନ୍ତୁ ନାହିଁ ମୋର ପ୍ରିୟ ବିଛା ରାଶି। ଘର ପରିବାର ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ। ଲଭ୍ ରିଲେସନ୍ ସାଧାରଣ ରହିବ। ବ୍ୟବସାୟୀମାନେ ମନସ୍ତାପ ନକରି ବ୍ୟବସାୟରେ ମନ ଦିଅନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ା ଉପରେ ଧ୍ୟାନ ନିଶ୍ଚିତ ଭାବରେ ଦିଅନ୍ତୁ। ମୋର ପ୍ରିୟ ବିଛା ରାଶି ଆଜି ଅନେକ କାର୍ଯ୍ୟରେ ଆପଣଙ୍କର ସିଦ୍ଧି ହେବ, ସିଦ୍ଧି ଯୋଗ ଅଛି। ଆପଣ ବସି ନ ଯାଇକି ଚିନ୍ତା ନ କରି ଯେଉଁ କାର୍ଯ୍ୟ ହାତକୁ ଆସୁଛି ତାକୁ ତୁରନ୍ତ କାର୍ଯ୍ୟରେ ଲଗାନ୍ତୁ ମୋର ପ୍ରିୟ ବିଛା ରାଶି ଭାଇ ଭଉଣୀମାନେ। ତେବେ ଏଇଠି ମୋର ପ୍ରିୟ ବିଛା ରାଶିମାନଙ୍କ କଥା ପଦିଏ କହୁଛି। ମୋର ପ୍ରିୟ ବିଛା ରାଶି ଭାଇ ଭଉଣୀମାନେ ପ୍ରତ୍ୟେକ ଦିନ ସକାଳୁ ଉଠି ଆଗେ ବସୁଧା ମାଆକୁ ଗୋଟିଏ ନମସ୍କାର କରନ୍ତୁ, ଅଭ୍ୟାସରେ ପରିଣତ କରନ୍ତୁ। ଦିନ ଆପଣଙ୍କର ପ୍ରତ୍ୟେକଟି ସମୟ ଠିକଠାକ୍ ରହିବ। ଏବେ ଆସନ୍ତୁ ଜାଣିବା ଧନୁ ରାଶିଙ୍କ ବିଷୟରେ। 19 ମୂଳା ନକ୍ଷତ୍ର, 20 ପୂର୍ବାଷାଢ଼ ନକ୍ଷତ୍ର, 21 ଉତ୍ତରାଷାଢ଼ ନକ୍ଷତ୍ର। ଇଏ ତିନୋଟି ନକ୍ଷତ୍ରରେ ହୋଇଥିବା ମୋର ପ୍ରିୟ ଧନୁରାଶି କୌଣସି ଏକ ସମସ୍ୟା ଭିତରେ ଦେଖାଯାଉଛି, ଯାହାକି କୌଣସି ଏକ ସମସ୍ୟା ଭିତରେ ଆପଣ ଛନ୍ଦି ହେଲା ପରି ଦେଖାଯାଉଛି। ଯାହାକି ବହୁତ ସମସ୍ୟା ଆପଣଙ୍କ ହାତରେ ରହୁଛି। ଆପଣଙ୍କ ହାତକୁ କିଛି ଯାହାକି ଆସିଛି ବି ଆପଣ ସାବଧାନ କରିବାକୁ ଚାହୁଁଛନ୍ତି। ଆପଣ ଜୀବନରେ ବହୁତ ଲଢ଼ିଲେଣି, ବହୁତ ବାଧାବିଘ୍ନ ସାମ୍ନାକୁ ଆସିଛି। ତେଣୁ ଆପଣ ସେଥିରୁ ଓହରି ବି ଆସିନାହାନ୍ତି। ଏମିତିରେ ବି ଆପଣ ଷ୍ଟ୍ରଙ୍ଗ ବ୍ୟକ୍ତି। ଏତେ ସମସ୍ୟା ଆସିଲା ପରେ କେହି ବି ନିଜ ମାଇଣ୍ଡକୁ ସ୍ଥିର ରଖିପାରନ୍ତି ନାହିଁ। ତେଣୁ ଆପଣ ଯେହେତୁ ମାଇଣ୍ଡଟାକୁ କଣ୍ଟ୍ରୋଲରେ ରଖିଛନ୍ତି, ଘର ପରିବାର ଦାମ୍ପତ୍ୟ ଜୀବନ ଅସ୍ୱାଭାବିକ ଟିକେ ଦେଖା ଦେଇପାରେ। ବ୍ୟବସାୟୀମାନେ ଆଶାୟୀ ରହିପାରନ୍ତି। ଛାତ୍ରଛାତ୍ରୀମାନେ କହିବାକୁ ଗଲେ ଖେଳକୁଦରେ ସମୟ ଅତିବାହିତ ହେଇପାରେ। ତେଣୁ ଆଜି ଆପଣ ବହୁତ ପରିଶ୍ରମ କରିବେ, ବହୁତ କାର୍ଯ୍ୟବ୍ୟସ୍ତ ଭିତରେ ରହିବେ, ବହୁତ ଏନର୍ଜେଟିକ୍ ରହିବେ। କିଛି ସମୟ ବିଶ୍ରାମ କରନ୍ତୁ, କାରଣ ଏହି ବିଶ୍ରାମ କିଛି ସମୟ କଲେ ଆପଣ ଆଗର ମଧ୍ୟ ପରିଶ୍ରମ ଯାହା କରିଥିଲେ ତାର ସଫଳତା ଆପଣଙ୍କୁ ନିଶ୍ଚିତ ମିଳିବ। ଏହି କେତୁଙ୍କର କାର୍ଡ ଯେହେତୁ ଅଛି ଆପଣଙ୍କୁ ନିଶ୍ଚିତ ଭାବରେ ଖୁସି ପ୍ରଦାନ ମିଳିବ। ଆଜି ଦେବତା, ବ୍ରାହ୍ମଣ, ଭକ୍ତି, ଦେବପୂଜା ଏସବୁ ଦିଗରେ ଆଜି ଆପଣଙ୍କର ମନ ନିଶ୍ଚିତ ଭାବରେ କ୍ଲିୟର ରହିବ। ଦେବାଦେବୀଙ୍କ ଉପରେ ବିଶ୍ୱାସ ଭରସା ରହିବ। ତାଙ୍କ ପୂଜା ଅର୍ଚ୍ଚନା ବହୁତ ସୁନ୍ଦର ଭାବରେ ଆପଣ କରିବେ ଭକ୍ତିର ସହକାରେ। ଏ ବହୁତ ଭଲ ଦିନ ନିଶ୍ଚିତ ଭାବରେ ଅଛି। ଏବେ ଯଦି ଏଇ ଧନୁରାଶିଙ୍କ କଥା କହିବା ତାହେଲେ ଏହି ଧନୁରାଶି ବ୍ୟକ୍ତି ପ୍ରତ୍ୟେକ ଦିନ ଓಂ ବ୍ରୁଂ ବୃହସ୍ପତି ନମଃ ଏହି ମନ୍ତ୍ରକୁ ପ୍ରତ୍ୟେକ ଦିନ 3 ବାର ମିନିମମ୍ ଜପ କରନ୍ତୁ। ନଚେତ ନିଜର ପିତାମାତାଙ୍କ ଚରଣ ସ୍ପର୍ଶ କରି ପ୍ରଣାମଟିଏ ପ୍ରତ୍ୟେକ ଦିନ ଜଣାନ୍ତୁ। ତେବେ ଆସନ୍ତୁ ଜାଣିବା ଯେ କି ମକର ରାଶିଙ୍କ ବିଷୟରେ। 21-10 ଉତ୍ତରାଷାଢ଼ ନକ୍ଷତ୍ର, 22-10 ଶ୍ରବଣ ନକ୍ଷତ୍ର, 23-10 ଧନିଷ୍ଠା ନକ୍ଷତ୍ର। ଇଏ ତିନୋଟି ନକ୍ଷତ୍ରରେ ବିଭକ୍ତ ହୋଇଥିବା ମୋର ପ୍ରିୟ ମକର ରାଶି। ଯଦି ମୁଁ ଆପଣଙ୍କର କହିବି ଆଜି ଆପଣ ଯାହା ଭାବିବେ ତାହା କରିବେ। ନିଜ ମୁଣ୍ଡ ଖର୍ଚ୍ଚ ନ କରି ଯିଏ ଯାହା କହିବ ତାହା କରିବେ। ଆଜି ଆପଣ ଖାଲି ବସିବାକୁ ଜମା ଭଲ ପାଇବେ ନାହିଁ, କିନ୍ତୁ ଏହାର କାରଣ ଯେହେତୁ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି କିଏ ଜାଣେ ତାର ସଫଳତା ହେଇପାରେ ନ ହେଇ ବି ପାରେ। ତେଣୁ ଆଜି ଆପଣ କାମ ଯାହା ବି କରିବେ ଭାବି ଚିନ୍ତି କରନ୍ତୁ, ଭଲ ନିଶ୍ଚିତ ରହିବ। ଘର ପରିବାର ଦାମ୍ପତ୍ୟ ଜୀବନ ନିଶ୍ଚିତ ଭଲ ଅଛି। ରିଲେସନରେ ବହୁତ ଖୁସି ବି ମିଳିବ। ବ୍ୟବସାୟୀମାନେ ନିଜ ଇଚ୍ଛାରେ ଲାଭ କରିପାରନ୍ତି। ଛାତ୍ରଛାତ୍ରୀମାନେ ଭଲ ପଢ଼ିବେ ନିଶ୍ଚିତ। ତେବେ ମୋର ପ୍ରିୟ ମକର ରାଶି ଆଜି ଯାହା ଏ କାର୍ଡ ଯାହା କହୁଛି ଅନେକ ଗୁଡ଼ିଏ କାର୍ଯ୍ୟ ଏପଟ ସେପଟ ହେଲା ଭଳି ଲାଗୁଛି। ପ୍ରାୟ ଏ କାର୍ଡ ଯାହା ଦେଖାଯାଉଛି କେତୋଟି ଜିନିଷରେ ଆପଣଙ୍କର ଆଜି ଫେଲୁଅର ହେବାର ଦେଖା ଦେଉଛି। ତେଣୁ ଆପଣ କୌଣସି ଜିନିଷ ଯଦି କରୁଛନ୍ତି ମୋର ପ୍ରିୟ ମକର ରାଶି ତାହେଲେ ଭାବି ଚିନ୍ତି କରନ୍ତୁ, କାହିଁକିନା ଇଏ କାର୍ଡ ଆସିଛି ବୃହସ୍ପତିଙ୍କର କାର୍ଡ ଆସିଛି। ଯେହେତୁ ଆପଣ ବହୁତ ଏନର୍ଜେଟିକ୍ ରହିବେ, ଆତ୍ମବିଶ୍ୱାସୀ ରହିବେ, ଯୋଦ୍ଧା ପରି ରହିବେ। କୌଣସି କାର୍ଯ୍ୟ ପାଇଁ ରିସ୍କ ବି ନେଇପାରନ୍ତି। ଆଜି ସଫଳତା ମିଳିବାର ଯୋଗ ବି କହୁଛି। ମନି କ୍ୟାରିୟର କ୍ଷେତ୍ରରେ ନୂଆ ବ୍ୟବସାୟ ଆରମ୍ଭ କେହି ବି କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଦୂରଯାତ୍ରା କରିବାର ଯୋଗ ବି କହୁଛି। ସ୍ୱାସ୍ଥ୍ୟ ଭଲ ରହିବ, ମନ ମଧ୍ୟ ଭଲ ରହିବାର ଯୋଗ
ଦେଖାଦେଉଛି ନିଶ୍ଚିତ। କିନ୍ତୁ ଯଦି ମନର ଭାବବହୁଳ ଭିତରେ ରହିବେ କାର୍ଯ୍ୟ ହାନି ହେଇଯିବ, କାର୍ଯ୍ୟର ବିଳମ୍ବିତ ହେଇପାରେ। ତେବେ ମୋର ପ୍ରିୟ ମକର ରାଶି, ପ୍ରତ୍ୟେକ ଦିନ ଓಂ ସଂ ଶନିଶ୍ଚରାୟ ନମ ପ୍ରତ୍ୟେକ ଦିନ ଜପ କରନ୍ତୁ ଏବଂ ପ୍ରତି ଶନିବାର ଆମିଷ ଖାଆନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିଙ୍କ ବିଷୟରେ। 23/11 ଧନିଷ୍ଠା ନକ୍ଷତ୍ର, 24/11 ଶତଭିକା ନକ୍ଷତ୍ର, 25/11 ପୂର୍ବଭାଦ୍ର ନକ୍ଷତ୍ର, ଏ ତିନୋଟି ନକ୍ଷତ୍ରରେ ବିଭକ୍ତ ହୋଇଥିବା ମୋର ପ୍ରିୟ କୁମ୍ଭ ରାଶି ଭାଇ ଭଉଣୀମାନେ, ଯଦି ମୁଁ ଆପଣଙ୍କୁ କହିବି ଏଠି ଆପଣଙ୍କର ସହ ଏକ ପରିବର୍ତ୍ତନ ଦେଖାଦେଉଛି। କୌଣସି ବଡ଼ ପରିବର୍ତ୍ତନ ଘଟିବ ଯାହାର ଆପଣ ଅପେକ୍ଷାରେ ଥିଲେ ଏବଂ ସେହି ପରିବର୍ତ୍ତନକୁ ଆପଣ ସ୍ୱୀକାର କରିବା ଉଚିତ। ଆଜି ଆପଣ କୌଣସି ସାହସିକତା ରଖିବେ ଏବଂ କୌଣସି ଚ୍ୟାଲେଞ୍ଜରେ ନେଇପାରନ୍ତି। ଆଜି ଆପଣଙ୍କ ଭିତରେ ଲିଡରର କ୍ୱାଲିଟି ରହିବ। ରିଲେସନସିପ୍ ବଡ଼ ପରିବର୍ତ୍ତନ ହେଇପାରେ, ସେ ଭଲ ପରିବର୍ତ୍ତନ, ଯେପରିକି ମ୍ୟାରେଜ ପ୍ରପୋଜାଲ ମଧ୍ୟ ହେଇପାରେ, ନହେଲେ ଆପଣଙ୍କର ପାର୍ଟନର ରିଲେସନ ଶେଷ ବି ହେଇପାରେ। ଏପରି ସମ୍ପର୍କ ଯୋଡ଼ିବା ପାଇଁ କିଛି ବି କରିବାକୁ ପଡ଼ିପାରେ। ପରିବର୍ତ୍ତନ ଆସିବ ଆପଣଙ୍କ ରିଲେସନରେ। ମନି କ୍ୟାରିୟର ଆପଣଙ୍କର ସାହସିକତା ଦେଖାଯାଉଛି। ଆଗକୁ ବଢ଼ିବାର ଚାକିରି କ୍ଷେତ୍ରରେ ଚାକିରି ଯଦି ଖୋଜୁଛନ୍ତି ତେବେ ଭଲ ଚାକିରି ମିଳିବାର ଯୋଗ ବି ରହିଛି। ବ୍ୟବସାୟ ଭଲ ପରିବର୍ତ୍ତନ ଓ ଫାଇନାନ୍ସିଆଲ ଭଲ ଖରାପ ପରିବର୍ତ୍ତନ ହେବାର ଦେଖାଦେଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଦି କୌଣସି ପୁରୁଣା ରୋଗ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ଥିଲା ତାହା ମଧ୍ୟ ଠିକଠାକ ହେଇଯିବାର ଯୋଗ ଏ କାର୍ଡ କହୁଛି। ତେବେ ମୋର ପ୍ରିୟ କୁମ୍ଭ ରାଶି, ସବୁ ପରେ ବି ଆପଣ ମନ ଭିତରେ କଷ୍ଟ ଥାଉ ପଛେ କିନ୍ତୁ ଆପଣ ଭୋଗ ବିଳାସ ଭିତରେ ସମୟକୁ ହଜେଇବାକୁ ଚେଷ୍ଟା ନିଶ୍ଚିତ ଭାବରେ କରିବେ। ତେବେ ଏହି କୁମ୍ଭ ରାଶି ପ୍ରତ୍ୟେକ ଦିନ ଶନିବାର ଆମିଷ ବର୍ଜନ କରିଦିଅନ୍ତୁ, ଆପଣଙ୍କର ରିଷ୍ଟ ଆହୁରି ପରିବର୍ତ୍ତନ ହେଇଯିବ। ଏବେ ଆସନ୍ତୁ ଜାଣିବା ମୀନ ରାଶିଙ୍କ ବିଷୟରେ। 25/12 ପୂର୍ବଭାଦ୍ର ନକ୍ଷତ୍ର, 26/12 ଉତ୍ତରଭାଦ୍ର ନକ୍ଷତ୍ର, 27/12 ରେବତୀ ନକ୍ଷତ୍ର, ଏ ତିନୋଟି ନକ୍ଷତ୍ରରେ ବିଭକ୍ତ ହୋଇଥିବା ମୋର ପ୍ରିୟ ଯାହାକି ମୀନ ରାଶି ଭାଇ ଭଉଣୀମାନେ, ଯଦି ମୁଁ ଆପଣଙ୍କୁ କହିବି ଏ କାର୍ଡରେ ଏକ ବିରୋଧୀ ଆଭାସ ଆସୁଛି କିନ୍ତୁ ଏପଟରେ ଏକ ପଜିଟିଭ କାର୍ଡ ବି ଆସୁଛି। ଆପଣଙ୍କ ଲାଇଫରେ ସର୍ବକ୍ଷେତ୍ରରେ ସୁରକ୍ଷା ସ୍ଥିରତା ରହିବ। ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରିବେ ବା ଯେଉଁ କାର୍ଯ୍ୟ କରିବାକୁ ସ୍ଥିର କରିବେ ତା ଆଗକୁ ବାଟ ଖୋଲିବ। ଆପଣ ଯାହା କରିବେ ସଫଳତା ମିଳିବାର ଯୋଗ ଦେଖାଦେଉଛି। ଆପଣଙ୍କୁ କୌଣସି ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ବି ମିଳିପାରେ। ଯଦି ଆପଣ ଲଭ୍ ଚିନ୍ତାରେ ଅଛନ୍ତି ତେବେ ଲଭ୍ ରିଲେସନରେ ନୂଆ ଜୀବନସାଥୀ ଆପଣଙ୍କୁ ମିଳିପାରେ, କିମ୍ବା ଚାକିରି ବ୍ୟବସାୟ କିଛି ଭଲ ଅପରଚ୍ୟୁନିଟି ଯଦି ଅଛି ଆସିବାର, କିମ୍ବା କୌଣସି ସେଥିରେ ପଦୋନ୍ନତି ହେବାର ଥିଲା, ଏସବୁ ଠିକଠାକ ରହିବ। ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲା ତାହା ବି ଖୁବ୍ ଶୀଘ୍ର ଭଲ ହେଇଯିବ। ଘର ପରିବାର ଦାମ୍ପତ୍ୟ ଜୀବନ ଅତି ଉତ୍ତମ ରହିବ। ଲଭ୍ ରିଲେସନ ନୂଆ କିଛି ଆସିବ। ବ୍ୟବସାୟ ମାନେ ନୂଆ ଚିନ୍ତାଧାରା ଆଗକୁ ମାଡ଼ିବେ। ଛାତ୍ରଛାତ୍ରୀମାନେ ଭଲ ରୋଜଗାର କରିବାର ଦେଖା ଦେଉଛି। ତେବେ ମୋର ପ୍ରିୟ ମୀନ ରାଶି ଭାଇ ଭଉଣୀମାନେ, ଆପଣଙ୍କର ଯେଉଁ କାର୍ଯ୍ୟ କରିବେ ନିଜର ପିତାମାତା ଚରଣ ସ୍ପର୍ଶ କରି କାର୍ଯ୍ୟରେ ବାହାରି ଯାଆନ୍ତୁ, ତାହେଲେ ନହେଲେ କାର୍ଯ୍ୟରେ ବିରୋଧାଭାସ ଆସୁଛି। ତେଣୁ ଏହି ବିରୋଧାଭାସ ସୁରତ ଜଣାଯାଉଛି। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ନୀରବ ସହିତ ଚୁପଚାପ ଭାବରେ କାର୍ଯ୍ୟ କରନ୍ତୁ, ସଫଳତା ପ୍ରାପ୍ତି ନିଶ୍ଚିତ ଭାବରେ ହେବ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆଜି ତ ମୁଁ ଆପଣଙ୍କୁ 12ଟି ରାଶିର ରାଶିଫଳ ସମ୍ପର୍କରେ କହିଲି। ସଂକ୍ଷେପରେ କହୁଛି ଅବଶ୍ୟ ପୂଜା ପାଇଁ। ତେବେ ଆପଣମାନେ ଯଦି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ନିଶ୍ଚିତ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ମାଧବ ପବିତ୍ର ବାଣୀ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଯୋଡ଼ି ହେଇକି ରହିଥାନ୍ତୁ। ପ୍ରତ୍ୟେକ ସପ୍ତାହର ଶନିବାର ରବିବାର ସନ୍ଧ୍ୟା 6ରୁ ରାତି 9 ଆପଣଙ୍କ ମନର କଥା ମାଧବ ପବିତ୍ର ବାଣୀ କାର୍ଯ୍ୟକ୍ରମ ମାଧ୍ୟମରେ କହିପାରିବେ। ନିଜର ଦୁଃଖ ସୁଖକୁ ସେୟାର କରିପାରିବେ। ତାହାର ଯଥାଶୀଘ୍ର ଆମେ ପ୍ରତିକାର ଚେଷ୍ଟାର ଜାରି ରଖିବା। ପ୍ରିୟ ଦର୍ଶକ ବନ୍ଧୁ, ସମୟ ଅତିବାହିତ ହୋଇଛି। ଆପଣଙ୍କ ଠାରୁ ବିଦାୟ ନେଉଛି। ରହୁଛି। ନମସ୍କାର।